ମୋର ପ୍ରିୟ ଭକ୍ତ ସମାଜ, ଆଜି ଆମେ ଜାଣିବା ଗୀତାରୁ ଯେ ଭଗବାନ କେଉଁମାନଙ୍କ ଠାରୁ କେଉଁ ପ୍ରକାର ଭାବରେ ନେଉଛନ୍ତି। ଏହା ଆମେ ଜାଣିବା। ଗୋଟିଏ ଲୋକ ବହୁ ରୂପରେ ବହୁ ଆଳରେ ପୂଜା ଗ୍ରହଣ କରୁଛି। ଆସନ୍ତୁ ସେ ବିଷୟରେ ଜାଣିବା। ତେଣୁ ପ୍ରଥମେ ଗୋଟିଏ ଗୀତାରୁ ନେବା, ତାପରେ ଧୀରେ ଧୀରେ ଜାଣିବା ଯେ ଭଗବାନ କେଉଁ ଭକ୍ତ ପାଖରୁ କେଉଁ ବେଶରେ କିଭଳି ପୂଜା ଗ୍ରହଣ କରୁଛନ୍ତି। ଶ୍ରଦ୍ଧୟା ପରୟା ତପସ୍ତ ତ୍ରିବିଧନରେ ଅଫଲାକାଂକ୍ଷୀ ସାତ୍ୱିକଂ ପରିଚୟ। ଭଗବାନ ଏଠାରେ କହୁଛନ୍ତି ଯେ ଫଳରେ ଆଶା ରଖ ନାହିଁ। ଫଳରେ ଆଶା ରଖିବା ଲୋକ କେବେ ଫଳ ପ୍ରାପ୍ତି ହୁଏ ନାହିଁ। ନିଶ୍ଚିନ୍ତ ଫଳ ମାନସରେ ଯେତିକି ଥିବ ତା ଉଲ୍ଟା ହେଇପାରେ କିମ୍ବା ସେତିକି ନ ହେଇପାରେ। ତେଣୁ ଆଗରୁ ଜାଗି ରୁହ, କେବେ ଫଳର ଆଶା ରଖ ନାହିଁ। ଏକାଗ୍ର ଚିତ୍ତରେ ପରମ ପଦକୁ ସେବା କର, ଶ୍ରଦ୍ଧାରେ କର, ମନ ଚିତ୍ତ ଶୁଦ୍ଧି କରି କର। ବ୍ୟକ୍ତିର ଏହି ତ୍ରିଭୁଜ ତପ, ଜ୍ଞାନୀ ସାତ୍ୱିକ ମାନେ ଏହାକୁ ତପସ୍ୟା କହନ୍ତି। ଆସନ୍ତୁ ଗୀତାରୁ ଆଉ ଗୋଟିଏ ପଦ ନେବା। ମନଃ ପ୍ରସାଦ ସମ୍ୟକ୍ତଂ ମନୋତ୍ମାନ୍ ବିନିଗ୍ରହ ଭାବ ସଂଶୁଦ୍ଧିର୍ତେ ତତ୍ତ୍ୱ ମାନସ ସର୍ବଭୂତେଷୁ। ମନ ଓ ଚିତ୍ତର ପ୍ରସନ୍ନତା କଥା କହୁଛନ୍ତି ଭଗବାନ। ସୌମ୍ୟ ଭାବ, ମୌନତ୍ୱ, ଭାବର ସମ୍ୟକ୍ ଶୁଦ୍ଧି ଇତ୍ୟାଦି ମନର ଯେଉଁ ରିଫ୍ଲେକ୍ଟ ହୁଏ ମାନସ, ତାକୁ ସ୍ଥିର ଏବଂ ସୁଦୀର୍ଘ କରିବା କଥା ଭଗବାନ ଏଠି କହୁଛନ୍ତି। ଯଦି ଚିତ୍ତ ଶୁଦ୍ଧି ନଥିବ ତେବେ ଆପଣ ଭଗବାନଙ୍କ ଠାରୁ ଯାହା ଆଶା କରୁଛନ୍ତି କିଛି ମିଳିବନି। ତେଣୁ ପ୍ରଥମେ ଚିତ୍ତ ଶୁଦ୍ଧି। ଚିତ୍ତ ଶୁଦ୍ଧି ହେଲେ ଭଗବାନ ଆଶୀର୍ବାଦ ମିଳେ, ଆଉ ଭଗବାନଙ୍କର କୃପା ମିଳେ। ଆଉ ଗୋଟିଏ ପଦ ନେବା। ମନ ପ୍ରସାଦ ସମ୍ୟକ୍ତଂ ମନୋତ୍ମାନ୍ ବିନିଗ୍ରହ ଭାବ ସଂଶୁଦ୍ଧିରେତ୍ୟ ତପଃ ମାନସେ ସମୁଚ୍ୟତେ। ମନ ଓ ଚିତ୍ତର ପ୍ରସନ୍ନତା କଥା ମୌନତ୍ୱ ଭାବରେ ଶୁଦ୍ଧି ଇତ୍ୟାଦି ମନର ଭାବନାକୁ ମନର ତପସ୍ୟା କୁହାଯାଏ। ତେଣୁ ଆପଣମାନେ କିଭଳି ଭଗବାନଙ୍କୁ ଦଉଛନ୍ତି ତାହା ଜାଣିବା। ଆଉ ଗୋଟେ ପଦ ନେବା। ଅନପେକ୍ଷୁ ଶୁଚିର୍ଉଦାସୀନ ଗତବ୍ୟଥ ସର୍ବାରମ୍ଭ ପରିତ୍ୟାଗୀ ୟୋ ମୁକ୍ତ ସ୍ୱାମୀ ପ୍ରିୟ। ଭଗବାନ କହିଲେ, ଯେ କାହାରି ଉପରେ ନିର୍ଭର କରେ ନାହିଁ, ଯାହାର ବାହ୍ୟ ଓ ଅନ୍ତର ଶୁଦ୍ଧି ଥାଏ, କର୍ମ, ଦକ୍ଷ, ଦେହ, ଇନ୍ଦ୍ରିୟ ସୁଖକୁ ଦାୟୀ ବସ୍ତୁମାନଙ୍କ ପ୍ରତି ଉଦାସୀନତା, କୌଣସି ଭୟ ହଉ, ବ୍ୟଥା ହଉ, ହସ ଖୁସି ସବୁ ସକଳ କର୍ମରୁ ନୈରାଶ୍ୟ ନୁହେଁ କି ଆଶାବାଦୀ ନୁହେଁ। ଏଇଭଳି ଅବସ୍ଥାରେ ଭଗବାନ କହୁଛନ୍ତି ଯିଏ ରହେ ସିଏ ମୋର। ତାର କର୍ମ, ଧର୍ମ, ଲୋଭ, ମୋହ, ପାପ ଯେତେ ଅଛି ମୁଁ ଖଣ୍ଡନ କରେ। ସେଇଥିପାଇଁ ଆଉ ଗୋଟିଏ ପଦ, ଏଇଟା ଲାଷ୍ଟ ପଦ। ୟଜନ୍ତେ ସାତ୍ୱିକା ଦେବାନିକ୍ଷରଖ୍ୟାସୀର ପ୍ରେତାନ୍ତୁ ଗଣାଂଶ୍ଚନେ ଯଜନ୍ତେ ତପସ୍ୟା। ତାହେଲେ ଏଠି ଭଗବାନ କହୁଛନ୍ତି ସାତ୍ୱିକ ଯେଉଁମାନେ ସାତ୍ୱିକ ଗୁଣ ବହନ କରନ୍ତି ସେଇମାନେ ତାଙ୍କର ପୂଜା ଦେବତା ଗ୍ରହଣ କରେ। କାହିଁକି ନା ସାତ୍ୱିକ ବ୍ୟକ୍ତି ହିଁ ଦ୍ୱାରା ସମ୍ଭବ। ସେଥିପାଇଁ ସାତ୍ୱିକ ଗୁଣ ରହିଲେ ସେଟା ହଉଛି ସବୁ ଗୁଣ, ସତ୍ୱ, ରଜ, ତମର ସତ୍ୱ ଗୁଣ ଭଗବାନଙ୍କର ଗୁଣ, ଦୈବତୁଲ୍ୟ ଗୁଣ। ଏହି ଗୁଣ ଯାହା ଭାଗରେ ରହିବ ତାର ଆଉ କଣ ଦରକାର? ସେ ତ ଭଗବାନଙ୍କ ନିକଟତର ନା।
ତେଣୁ ସାତ୍ଵିକ ମାନଙ୍କ ଠାରୁ ଭଗବାନ ପୂଜା ପାଆନ୍ତି, ରାଜସିକ ମାନଙ୍କ ଠାରୁ କିଏ ଯକ୍ଷ, ରାକ୍ଷସ, ଗନ୍ଧର୍ବ ଏଇ ସବୁ ଶ୍ରେଣୀର ଲୋକ ଗୁଡା ପୂଜା ପାଆନ୍ତି। ଆଉ ତାମସିକ ମାନଙ୍କ ଠାରୁ ତମସା ଗୁଣ ଯାହା ଥାଏ, ଭୂତ, ପ୍ରେତ, ଡାହାଣୀ ଏଇ ସବୁ ତମସା ଧାରୀ ଲୋକ ତାଙ୍କ ପୂଜା ଗ୍ରହଣ କରନ୍ତି। ଆପଣ ମାନେ ଦେଇପାରନ୍ତି ପୂଜା ଭଗବାନ, କିନ୍ତୁ ଭଗବାନ କହୁଛନ୍ତି ମୁଁ ପୂଜା ଗ୍ରହଣ କରିବା ପାଇଁ ବି ମୋ ପାଇଁ ଗୋଟେ ପୂଜା ଦେଉଥିବା ଲୋକ ଆବଶ୍ୟକ। ଯଦି ଏହି ତାମସିକ ଲୋକମାନେ ପୂଜା ଦେବେ ସେମାନେ ଅନ୍ୟାୟ। ଆପଣ ଦେଖିଥିବେ କିଛି କିଛି ଏବେ ବି କେଇଟି ସେ ଠାକୁର ମୂର୍ତ୍ତି ଉଠି ନେଲାନି, କେଇଟି ଦେଲେ ଭାବୁଥିଲାନି, କେଇଟି ତାପରେ କଣ କଣ ହେଲା ତ କହିହେବ ଭଗବାନଙ୍କ କଥା। ତେଣୁ ଏଇସବୁ କରୁଛନ୍ତି, ଏ ତାମସିକ, ତମସା, ଜ୍ଞାନ ନାହିଁ, ଉଦ୍ଭଟ ଜ୍ଞାନ, ଅଜ୍ଞାନ ଭାବରେ ଘୁରି ବୁଲୁଛନ୍ତି। ତେଣୁ ତାଙ୍କର ଜ୍ଞାନ ଆସିବା ଭଲ, ତାଙ୍କର ଜ୍ଞାନ ଆସିଲେ ଆମ ସମାଜର ମଙ୍ଗଳ ହବ। ସମାଜର ମଙ୍ଗଳ ହେଲେ ଦେଶର ମଙ୍ଗଳ ହବ। ଗୋଟିଏ ଗୋଟିଏ କରି ଯେଉଁମାନେ ଏହି ସବୁରୁ ତଳକୁ ଅଛନ୍ତି ତାଙ୍କୁ ସମଭାବକୁ ଆଣି ସମାନ ସ୍ଥାନରେ ରଖିବା ପାଇଁ କେତେ ମହାପୁରୁଷ ମାନେ ଏ ଜଗତକୁ ଆସିଛନ୍ତି। ସେମାନଙ୍କୁ ଗୀତାରେ କଣ କୁହାଯାଉଛି? ସେମାନେ ପଥ ପ୍ରଦର୍ଶକ, ପଥ ପ୍ରଦର୍ଶନ କରି ଦୁନିଆକୁ ଯିବେ, କିନ୍ତୁ ସେମାନେ ଦେବତା ନୁହେଁ, ସେମାନେ ପଥ ପ୍ରଦର୍ଶକ। ଯେଉଁ ଜ୍ଞାନୀ ଗୁଣୀ ବାବା ଯାହା ଯାହା ଅଳ୍ପ ଯାହା ଭଲ ମିଳୁଛି ନେଇପାରିବେ, କିନ୍ତୁ ସେଇଟା ମାନେ ହଉଛି ସେଇଟା ନିଶ୍ଚିନ୍ତ ଯେ ସେଇଟା ପଥ ପ୍ରଦର୍ଶକ ପାଇଁ ଭଗବାନ ଆସୁଛନ୍ତି। ଏ ସଂସାରର ଯେଉଁମାନେ ବିପଥ ହେଉଛନ୍ତି ତାଙ୍କୁ ସଜାଡ଼ି ସପଥରେ ନେବା ପାଇଁ ଆସୁଛନ୍ତି। ସେଥିରେ ଯଦି ନହେଲା ତାହେଲେ କଣ ହବ? ସେଇ ନର୍କକୁଣ୍ଡ, ସେଇ ସଂସାର ମଧ୍ୟରେ ଆସିକି ନର୍କକୁଣ୍ଡ ଘାଟିବା କଥା। ଆମ ସଂସାରର ଶାନ୍ତି କଣ? ସଂସାରରେ ଶାନ୍ତି କଣ ସେଇଟା ମୁଁ ପରବର୍ତ୍ତୀ ଭିଡ଼ିଓରେ କରିବି, ଆପଣ ଦେଖିବେ। ରହିଲି ରବୀନ୍ଦ୍ର କୁଲାରୀ, ଜୟ ଜଗନ୍ନାଥ।